ପଢ଼ିବା ହସି ହସି ଗଡ଼ିବା ସୁପର କମେଡ଼ି। ହସ କଥା କେବଳ ମାନସିକ ଶାନ୍ତି ଦେଇନଥାଏ, ବରଂ ଏହା ଆମ ପାଇଁ ବେଶ୍ ଶିକ୍ଷାପ୍ରଦ ଅଟେ। ପରିବର୍ତ୍ତନକୁ ଆଧାର କରି ସହାୟକ ହେଲା ଭଳି ସମସାମୟିକ ହସ କଥା ଉପସ୍ଥାପନ କରାଯାଇଛି। ଆଶା କରୁଛି ଏ ଭିଡ଼ିଓଟି ଶିକ୍ଷାପ୍ରଦ ହେବା ସହିତ ଆପଣମାନଙ୍କୁ ମନୋରଞ୍ଜନ ଦେବା ସହିତ ନିଶ୍ଚିତ ଭାବରେ ପ୍ରିୟତମ ହୋଇପାରିବ। ତେବେ ନିବେଦନ କରିବି, ଯଦି ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଛନ୍ତି ଦୟାକରି ସବସ୍କ୍ରାଇବ୍ କରିବେ, ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ଟିଏ କରିବେ ଏବଂ ଅନ୍ୟମାନଙ୍କୁ ସେୟାର ନିଶ୍ଚିତ କରିବେ। ତେବେ ଚାଲନ୍ତୁ ଏଇ ପଢ଼ିବା ହସି ହସି ଗଡ଼ିବା ସୁପର କମେଡ଼ିର ପ୍ରଥମ ହସ କଥାକୁ ଆରମ୍ଭ କରିବା। ଶିକ୍ଷକ ଶ୍ରେଣୀରେ ପିଲାଙ୍କୁ ଠେକୁଆ ଓ କଇଁଛର ଦୌଡ଼ ପ୍ରତିଯୋଗିତା ଗପଟି ଉପସ୍ଥାପନ କଲେ। ତୁମେମାନେ ଜାଣିଛ କି ଠେକୁଆ ଓ କଇଁଛର ଦୌଡ଼ ପ୍ରତିଯୋଗିତା କୁନି କୁନି ପିଲାଙ୍କ ପାଇଁ ଗୋଟେ ଉପାଦେୟ ଗପ। ତେବେ ଶିକ୍ଷକ ଶ୍ରେଣୀରେ ସେହି ଗପଟିକୁ ଉପସ୍ଥାପନ କଲେ। ଗଳ୍ପଟି କହିସାରି ପିଲାଙ୍କୁ ପ୍ରଶ୍ନ ପଚାରିଲେ। ଠେକୁଆ କଇଁଛ ଗପଟି କହିସାରି ଶିକ୍ଷକ ପିଲାଙ୍କୁ ପ୍ରଶ୍ନ ପଚାରିଲେ। ଶିକ୍ଷକ ପଚାରିଲେ, ଆଚ୍ଛା ପିଲେ, ଗପଟି ଭଲ ଲାଗିଲା? ଛାତ୍ରମାନେ କହିଲେ, ଆଜ୍ଞା ସାର୍, ଭାରି ଭଲ ଲାଗିଲା। ସେଠୁ ଶିକ୍ଷକ ପଚାରିଲେ, ଠେକୁଆ କଇଁଛ ଦୌଡ଼ ପ୍ରତିଯୋଗିତା ଗପରୁ କ'ଣ ଶିଖିଲ? ଜଣେ ପିଲା କହିଲା, ସାର୍, ପ୍ରତିଯୋଗିତାରେ ହାରିଗଲେ ଚଳିବ, କିନ୍ତୁ ଠେକୁଆ ଭଳି ସର୍ବଦା ଆରାମରେ ଶୋଇବା ଉଚିତ। ଏଇ ଥିଲା ପ୍ରଥମ ହସ କଥା। ତେବେ ଶିକ୍ଷାକୁ ଆଧାର କରି କେବଳ ମନୋରଞ୍ଜନ ପାଇଁ ଏସବୁ ପ୍ରସ୍ତୁତ କରାଯାଇଛି। ଏ ହସ କଥାରୁ କେବଳ ସକାରାତ୍ମକ ଦିଗକୁ ଆମେ ଗ୍ରହଣ କରିବା। ଯିବା ଦ୍ୱିତୀୟ ହସ କଥାକୁ। ଏହି ହସ କଥାଟି ଶିକ୍ଷକ ଓ ଛାତ୍ର ମଧ୍ୟରେ ଆଲୋଚନା। ଶିକ୍ଷକ କହୁଛନ୍ତି, ଆଜିକାଲି ରେଳ ଦୁର୍ଘଟଣା ଅଧିକ ହେଉଅଛି, ଏହାର ପ୍ରମୁଖ କାରଣ ଦୁଇଟି କୁହ। ଶିକ୍ଷକ ପିଲାଙ୍କ ଆଗରେ କହିଲେ, ଆଜିକାଲି ରେଳ ଦୁର୍ଘଟଣା ଅଧିକ ହେଉଅଛି, ଏହାର ପ୍ରମୁଖ କାରଣ ଦୁଇଟି କୁହ। ଦୁର୍ଘଟଣାର ଦୁଇଟି ପ୍ରମୁଖ କାରଣ କ'ଣ? ସେଇଠି ଜଣେ ଛାତ୍ର କହିଲା, ସାର୍, ଗୋଟିଏ କାରଣ ହେଲା ରେଳ ଲାଇନରେ ହମ୍ପସ୍ ନାହିଁ, ଏଣୁ ଚାଳକ ମନ ଇଚ୍ଛା ଚଳାଉଛି। ସେଠୁ ଶିକ୍ଷକ କହିଲେ, ଆଚ୍ଛା ଦ୍ୱିତୀୟ କାରଣଟି କ'ଣ? ପୁଣି ଛାତ୍ରଟି କହିଲା, ସାର୍, ଟ୍ରେନରେ ହେଲ୍ପର ନାହିଁ, ଗାଡ଼ିର ବାମ ଡାହାଣ ଆଗ ପଛ ଦେଖିବ କିଏ, ଏଣୁ ଆଜିକାଲି ଅଧିକ ଦୁର୍ଘଟଣା ଘଟୁଅଛି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ତେବେ ଲାଇକ୍ଟି ନିଶ୍ଚିତ କରିବେ। ଯିବା ପରବର୍ତ୍ତୀ ହସ କଥାକୁ। ଏହି ହସ କଥାଟି ଶିକ୍ଷକ ଆଉ ଛାତ୍ରୀ ମଧ୍ୟରେ ଆଲୋଚନା। ଶିକ୍ଷକ କହୁଛନ୍ତି, କହିଲ ସୀତା ଅଗ୍ନି ପରୀକ୍ଷା ଦେଲେ କାହିଁକି? ଥରେ ଶିକ୍ଷକ ରାମାୟଣ ବିଷୟରେ ଆଲୋଚନା କଲେ ଏବଂ ଶ୍ରେଣୀରେ ଜଣେ ଛାତ୍ରୀକୁ ପଚାରିଲେ, କହିଲ ସୀତା ଅଗ୍ନି ପରୀକ୍ଷା ଦେଲେ କାହିଁକି? ସେଇଠୁ ଛାତ୍ରୀ ଜଣକ କହୁଛି, ସାର୍, ସେତେବେଳେ ଅନ୍ୟ କିଛି ପରୀକ୍ଷା ହିଁ ନଥିଲା, ତେଣୁକି ସୀତା ଅଗ୍ନି ପରୀକ୍ଷା ଦେଲେ। ସେଠୁ ଶିକ୍ଷକ ପଚାରିଲେ, ମାନେ କ'ଣ? ସେତେବେଳେ ପରୀକ୍ଷା ନଥିଲା ମାନେ କ'ଣ? ସେଠୁ ଛାତ୍ରୀ ଜଣକ କହିଲା, ସାର୍, ସେତେବେଳେ ସମାଟିଭ୍ ଆସେସମେଣ୍ଟ 1, ସମାଟିଭ୍ ଆସେସମେଣ୍ଟ 2 କିମ୍ବା ବୋର୍ଡ଼ ପରୀକ୍ଷା ହିଁ ନଥିଲା, ତେଣୁ ସୀତା ଅଗ୍ନି ପରୀକ୍ଷା ଦେଲେ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କ ହୃଦୟକୁ ନିଶ୍ଚିତ ଛୁଇଁଥିବ। ତେବେ ଲାଇକ୍ଟିଏ ନିଶ୍ଚିତ କରିବେ, ଆଉ ଏ ବାବଦରେ କୌଣସି ଯଦି ସୂଚନା ଦେବାକୁ ଚାହୁଁଛନ୍ତି ତେବେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।